नमस्कार दर्शक बंधु शुभ सकाळ आज हूँ 2 अक्टोबर गुरुवार आज रही देश विदेश राज्य 20 गुरुत्वपूर्ण खबर खबरटी देखा पूर्व भिडियो गोटे लाइक करी कमेंट रे जिला ना लिखिदेवे चलतु खबर उपर नजर पकाइबा। प्रथम खबर तेबे राज्य रे एबे बड़ घोषणा करिसंती मोदी सरकार कोटी कोटी चाषी को बड़ भेटी देवे दीपावली पूर्व कोटी कोटी चाषी को बड़ उपहार देवे मोदी सरकार। तेबे विशेषकर केंद्र सरकार रबी फसल एमएसपी वृद्धि करने निष्पत्ति नहीं सरकार यही उद्देश्य 84,263 कोटी टंका जारी करी घोषणा करिसंती। एही पैकेज रे 6 वर्ष पई रहिबो। या सहित केंद्र सरकार डाली को मध्य प्रोत्साहित करिया पई 11,440 कोटी टंकार पैकेज अनुमोदन मध्य करिसंती। गहमर एमएसपी वृद्धि होईची। केंद्र मंत्रिमंडल 2026-27 ऋतु पई गहमर सर्वनिम्न सहायक मूल्य 6.59% वृद्धि करी 2585 प्रति क्विंटाल रखिचंती। परवर्ती खबर होची पूजा बजार रे प्रबल भिड़ अणनिश्वासी होई जाउचंती राजधानीवासी। संध्यार राजधानी रे प्रमुख भिड़ जहा फल जो मानकर इमरजेंसी मेडिकल काम थिया मध्य फसी रहउचंती। सेभଳି देखिବାକୁ ମିଳିଛି ରସୁଲଗଡ଼ ଛକରେ ମଧ୍ୟ ଭୁଷୁଡି ପଡିଲା ଟ୍ରାଫିକ ବ୍ୟବସ୍ଥା। କେହି ମାନିଲେନି, ଯିଏ ଯୁଆଡେ ପାରିଲା ସିଆଡେ ପଶିଲା, ଯାହା ଫଳରେ ହନ୍ତସନ୍ତ ହୋଇଛନ୍ତି ରାଜଧାନୀବାସୀ। ତେବେ ଲୋକଙ୍କର 2 ରୁ 3 ଘଣ୍ଟା କେବଳ ଅପେକ୍ଷା କରିଛନ୍ତି ରସୁଲଗଡ଼ ଛକରେ। ଅନେକ ମଣ୍ଡପ ରାସ୍ତା ପାଖରେ ଥିବାରୁ ମଧ୍ୟ ଲୋକଙ୍କର ପାଖରେ ଗାଡି ଥୋଇ ଦର୍ଶନ କରିବାକୁ ପଳେଇ ଯାଇଥିବାରୁ ଭିଡ ମଧ୍ୟ ଜମୁଛି। ଆଉ କେହି ନିୟମ ମଧ୍ୟ ମାନି ନାହାନ୍ତି, ଯାହା ଫଳରେ କାଲି ଦେଖିବାକୁ ମିଳିଥିଲା ପ୍ରବଳ ଭିଡ। ଆଜି ମଧ୍ୟ ଆହୁରି କଟକଣା ବ୍ୟବସ୍ଥା ରଖି ମଧ୍ୟ କୌଣସି ଲୋକ ମାନୁନାହାନ୍ତି, ତେଣୁ ଆଜି ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳିବ। ପରବର୍ତ୍ତୀ ଖବର ପାଣିପାଗକୁ ନେଇକି ବଡ ଅପଡେଟ। ଆଜିଠୁ ବର୍ଷିବ ପ୍ରବଳ ବର୍ଷା, ଯାହା ଫଳରେ ଆହୁରି 2 ଦିନ ଲଗାତାର ବର୍ଷା ହେବ ବୋଲି ପାଣିପାଗ ବିଭାଗ 20ଟି ଜିଲ୍ଲାକୁ ୟେଲୋ ଆଲର୍ଟ କରିଛି। ବିଶେଷ କରି ପୁରୀ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଧା, ନୟାଗଡ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଦେବଗଡ, ସମ୍ବଲପୁର, ସୁନ୍ଦରଗଡ, ବୌଦ୍ଧ, ସୁବର୍ଣ୍ଣପୁର, କନ୍ଧମାଳ, ବଲାଙ୍ଗୀର, ବରଗଡ଼ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଘୋଷଣା କରିଛି। ସମୁଦ୍ରକୁ ଯିବା ପାଇଁ ମନା କରିଛି ଏବଂ ତଳିଆ ଅଞ୍ଚଳକୁ ସତର୍କ ରହିବା ପାଇଁ ସୂଚନା ମଧ୍ୟ ଦିଆଯାଇଛି। ପରବର୍ତ୍ତୀ ଖବର ଓଡିଶାରେ ଖୋଲିବ 6ଟି କେନ୍ଦ୍ରୀୟ ବିଦ୍ୟାଳୟ। ଏନେକି ବଡ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଓଡିଶା ସମେତ ଦେଶର ବେସାମରିକ କ୍ଷେତ୍ରରେ 57ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ତେବେ ଓଡିଶାରେ 6ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମଞ୍ଜୁରୀ ଦିଆଯାଇଛି। ଓଡିଶାରେ 6ଟି ସ୍ଥାନରେ ଖୋଲିବା ଦ୍ୱାରା ପିଲାମାନେ ବହୁତ ଉପକୃତ ହେବେ ମଧ୍ୟ କୁହାଯାଉଛି। ତା ସହିତ ମଧ୍ୟ ଏଥିପାଇଁ ଖର୍ଚ୍ଚ ହେବ 5,862 କୋଟି ଟଙ୍କା। କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ପୁଞ୍ଜିଗତ ବ୍ୟୟ ମଧ୍ୟ 2,585 କୋଟି ଥିବା ବେଳେ ବିଦ୍ୟାଳୟ ପରିଚାଳନା ପାଇଁ 3,277 କୋଟି ଖର୍ଚ୍ଚ ହେବ ଜାତୀୟ ଶିକ୍ଷାନୀତିର ପରାମର୍ଶ ଅନୁସାରେ। ତେବେ ବିଶେଷ କରିକି ଏ ଶିକ୍ଷାର ବିକାଶ ଛାତ୍ରଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତ ଗଠନ ଦିଗରେ ନିର୍ଣ୍ଣୟ ହୋଇଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀଙ୍କୁ। ପରବର୍ତ୍ତୀ ଖବର ପୁଲିସକୁ ମିଳିଛି ବଡ ସଫଳତା। 5 ଜଣ ସାଇବର ଲୁଟେରାକୁ ଗିରଫ କରିଛି। ବିଶେଷ କରି ଟ୍ରେଡିଂ ଆପ୍ର ଜାଲ ବିଛାଇ ଆଖି ପିଛୁଳାକେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲେ, ହେଲେ ପୋଲିସର ମଧ୍ୟ ଆଖିରୁ ବର୍ତ୍ତି ଯାଉଥିଲେ। କିନ୍ତୁ ଏବେ ପୋଲିସ ଧରିଛି 5 ଜଣକୁ। ଏହି ଘଟଣାରେ ପୋଲିସ ମୋଟ 5 ଜଣଙ୍କୁ ଗିରଫ କରିବା ସହିତ ମଧ୍ୟ 3 ଜଣ ସୋରର, ଭଦ୍ରକର ଜଣେ, ପଶ୍ଚିମବଙ୍ଗରୁ ମଧ୍ୟ ଜଣେ ବୋଲି କୁହାଯାଉଛି। ତେବେ ଅନୁଗୁଳରେ କିଛି ଲୋକଙ୍କୁ ମଧ୍ୟ ଫସାଇ ଦିଆଯାଇଛି। ପାଖାପାଖି 52 ଲକ୍ଷ ଟଙ୍କା ଏମାନେ ଠକି ନେଇଛନ୍ତି। କେବେ କୁହାଯାଉଛି ବ୍ୟବସାୟୀ, ଅବସରପ୍ରାପ୍ତ ଅଫିସର, ବ୍ୟାଙ୍କ କର୍ମଚାରୀ ଏବଂ ବୟସ୍କ ଲୋକଙ୍କୁ ଏମାନେ ଟାର୍ଗେଟ କରନ୍ତି। ଆଖି ପିଛୁଳାକେ ଲୋକଙ୍କର ଲକ୍ଷ ଲକ୍ଷ ଟଙ୍କା ନେଇଯାଆନ୍ତି। ପରବର୍ତ୍ତୀ ଖବର ଦୀପାବଳି ପୂର୍ବରୁ 54ଟି ବସ୍ତା ବିସ୍ଫୋରକ ଜବତ। ତେବେ ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ଏକ ପୋଲିସକୁ ବଡ ସଫଳତା ମିଳିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗୋଡେ ଗୋଡେ ଜଗିବ ପୋଲିସ, ଯେଉଁଠି ଦୁର୍ନୀତି ହେଉଥିବ ତା ବିରୋଧରେ ତୁରନ୍ତ ଆକ୍ସନ ନେବ, ଆଉ ପଛେଇବ ନାହିଁ। ତେଣୁ ପୋଲିସ ଏବେ ବିଶେଷ କରିକି ବାଣ ବସ୍ତା, ଗୁପ୍ତ ବାଣକୁ, ଯୋଉମାନେ ବେଆଇନ ବାଣ ତାଙ୍କୁ ମଧ୍ୟ ଧରିଛି। ବେଆଇନ ବାଣ କରି ଗିରଫ ହୋଇଛନ୍ତି 3 ଜଣ। ସେମାନେ ବର୍ତ୍ତମାନ ଏବେ ପୋଲିସ ହେଫାଜତରେ। 54ଟି ବସ୍ତା ବିସ୍ଫୋରକ ଜବତ ହୋଇଛି ବୋଲି ପୋଲିସ କହିଛି। ପରବର୍ତ୍ତୀ ଖବର
ବାୟୋମେଡିକାଲ ରିସର୍ଚ୍ଚ କ୍ୟାରିୟର ପ୍ରୋଗ୍ରାମର ତୃତୀୟ ପର୍ଯ୍ୟାୟକୁ କ୍ୟାବିନେଟ ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ବାୟୋମେଡିକାଲ ରିସର୍ଚ୍ଚ କ୍ୟାରିୟର ପ୍ରୋଗ୍ରାମ ତୃତୀୟ ପର୍ଯ୍ୟାୟରେ ଜାରି ରଖିବାକୁ ଅନୁମୋଦନ କରାଯାଇଛି। ଏହି କାର୍ଯ୍ୟକ୍ରମ ବାୟୋଟେକ୍ନୋଲୋଜି ବିଭାଗ ଏବଂ ୱେଲକମ ଟ୍ରଷ୍ଟ ଏବଂ ୟୁକେ ଏବଂ ଏସପିଭି ଏବଂ ଇଣ୍ଡିଆ ଆଲାଏନ୍ସ ମଧ୍ୟରେ ତୃତୀୟ ପର୍ଯ୍ୟାୟର ସହଭାଗିତାରେ କାର୍ଯ୍ୟକାରୀ କରାଯାଉଛି। ଆହୁରି 6 ବର୍ଷ ସେବା ପାଇଁ ମଧ୍ୟ ବିଭିନ୍ନ ପ୍ରକାର ଯାହାର ମୋଟ 1500 କୋଟି ଟଙ୍କା ହେବ ବୋଲି କୁହାଯାଉଛି, ଯେଉଁଥିରେ ଡିବିଟି ଏବଂ ଡବ୍ଲ୍ୟୁଟି ଏବଂ ୟୁକେ ଯଥାକ୍ରମେ 1000 କୋଟି 500 କୋଟି ଟଙ୍କା ଯୋଗଦାନ ହେବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, ତାମିଲନାଡୁରେ କରୁରରେ ଅଭିନେତା ରାଜନେତା ଥଲପତି ବିଜୟଙ୍କ ରାଲିରେ ଦଳ ଚକଟାରୁ 41 ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାର ରହସ୍ୟ ଏବେ ଖୋଲିଲା। ମହିଳା ଜଣକ କହିଛନ୍ତି କଣ ପାଇଁ କି ହେଇଛି, ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଜଣେ ମହିଳା ଆଶ୍ଚର୍ଯ୍ୟଜନକ ଖବର ଦେଇଛନ୍ତି। କହିଛନ୍ତି ଦଳା ଚକଟା ସମ୍ପର୍କରେ ଯାଞ୍ଚ କରୁଥିଲେ, କିନ୍ତୁ ପୋଲିସ କୌଣସି ଟେର ପାଇନଥିଲା। ମହିଳା ଜଣକ ନିଜ ଆଖିରେ ଯାହା ଦେଖିଛନ୍ତି ଲୋକଙ୍କୁ ମଧ୍ୟ କହିଛନ୍ତି। ପୋଲିସ ମଧ୍ୟ ଜାଣିକି ଆଶ୍ଚର୍ଯ୍ୟ ହେଉଛି। ତେବେ ମହିଳା ଜଣକ କହିଛନ୍ତି ଯେ ଭିଡ ଭିତରେ ଅନେକ ଲୋକ ଥିଲେ ଯେଉଁମାନେ ଅସାଧାରଣ ଦେଖାଯାଉଥିଲେ। ସେମାନଙ୍କ ମଧ୍ୟରୁ ଲୋକଙ୍କ ପାଖରେ ଛୁରୀ ମଧ୍ୟ ଥିଲା। ସେ ନିଜ ଆଖିରେ ଦେଖିଥିଲେ। ସେମାନେ ଯୁବକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ, ଯାହା ଫଳରେ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜେପି ପ୍ରତିନିଧି ଦଳକୁ ସୂଚନା ଦେଇଥିବା ବେଳେ ମହିଳାଙ୍କ ଅନୁସାରେ ବିଜୟ ରୋଡ ଶୋ ସ୍ଥଳରେ ମଧ୍ୟ ପହଞ୍ଚିବା ପୂର୍ବରୁ ଅନେକ ଲୋକ ଚେତାଶୂନ୍ୟ ହୋଇପଡିଥିଲେ। ତାଙ୍କୁ ନେଇଯାଇଥିବା ଆମ୍ବୁଲାନ୍ସ ଚାଲିଯିବା ପରେ ଆମ୍ବୁଲାନ୍ସକୁ ବାଟ ଛାଡିବା ପାଇଁ ଚେଷ୍ଟା କରୁଥିବା ସମୟରେ ଲୋକମାନେ ଚାପି ହୋଇ ପଡିବା ଆରମ୍ଭ ହୋଇଥିଲେ ବୋଲି କହିଛନ୍ତି ମହିଳା ଜଣକ। ପରବର୍ତ୍ତୀ ଖବର ହଉଛି ଜିଏସଟି କଲେକ୍ସନରେ ଖୁସି ହୋଇଗଲେ ସରକାର। ତ ବିଶେଷ କରି କୁହାଯାଉଛି ସରକାର ଅର୍ଥ ମନ୍ତ୍ରାଳୟ ବୁଧବାର ଦିନ କହିଛନ୍ତି ଯେ ସେପ୍ଟେମ୍ବର ଜିଏସଟି ସଂଗ୍ରହ ପାଖାପାଖି 1.89 ଲକ୍ଷ କୋଟି ଟଙ୍କା ହୋଇଛି। ତେବେ ଗତ ବର୍ଷ ସମାନ ମାସରେ ମଧ୍ୟ 1.73 ଲକ୍ଷ କୋଟି ଥିଲା। ଏହା ଲଗାତାର ଦ୍ୱିତୀୟ ମାସରେ ଜିଏସଟି ସଂଗ୍ରହ 1.85 ଲକ୍ଷ ଉପରେ ରହିଛି। ଅଗଷ୍ଟରେ ମଧ୍ୟ 1.86 କୋଟି ଥିଲା, ଯାହା ବାର୍ଷିକ ଆୟ ଆଧାରରେ 6.5%କୁ ବୃଦ୍ଧି ପ୍ରତିନିଧିତ୍ୱ କରିଛି ବୋଲି କୁହାଯାଉଛି। ଏଥର ଜିଏସଟି ଭଲ କଲେକ୍ସନ ହୋଇଛି ବୋଲି ସୂଚନା ମିଳୁଛି। ତେବେ ସରକାର ଜିଏସଟିରୁ 2ଟି ସ୍ଲାବ ହଟାଇଲା ପରେ ମଧ୍ୟ ଏବେ ବହୁତ ଖୁସି ଅଛନ୍ତି ଗ୍ରାହକ ମାନେ। ବିଶେଷ କରି ଏବେ 2ଟି ସ୍ଲାବ 5% 8% ଲାଗିବ। ଏହା ବ୍ୟତୀତ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ 40% ଏକା ସାଙ୍ଗରେ ଟ୍ୟାକ୍ସ ଲାଗିବ ବୋଲି କୁହାଯାଉଛି। ପରବର୍ତ୍ତୀ ଖବର, ତେବେ କୁହାଯାଉଛି ଆଜିଠାରୁ ବଡ ପରିବର୍ତ୍ତନ ଦେଖିବାକୁ ମିଳୁଛି। ୟୁପିଆଇରେ ନେଇକି ବଡ ପରିବର୍ତ୍ତନ ହୋଇଛି। 5 ଲକ୍ଷ ପରିବର୍ତ୍ତେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ। ତା ସହିତ ରେଳବାଇ ଟିକେଟ ବୁକିଂ 15 ମିନିଟ ପୂର୍ବରୁ ମଧ୍ୟ ଆପଣମାନେ କରିପାରିବେ। କେବଳ ଆଧାର କାର୍ଡ ଉପଭୋକ୍ତା ମାନେ କରିପାରିବେ। ସେପରି ଅନଲାଇନ ଗେମିଂକୁ ପ୍ରୋତ୍ସାହିତ ନିୟନ୍ତ୍ରଣ କରିବା ପାଇଁ ନୂତନ ଆଇନ କାର୍ଯ୍ୟକାରୀ ହେଲା, ଯାହାଫଳରେ ରିଏଲ ମନିରେ ଯେକୌଣସି ଗେମ୍ ଚାଲିବ ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। 3 ବର୍ଷ ଜେଲ ଦଣ୍ଡ ମଧ୍ୟ ରହିଛି। ଆ ସହିତ ମଧ୍ୟ ଆଉ କିଛି ମଧ୍ୟ ସାଇବର ଠକେଇକୁ କଲ୍ କରିବା ପାଇଁ ବିଭିନ୍ନ ପ୍ରକାର ସରକାର ଟେଲିକମ କମ୍ପାନୀ ଗୁଡ଼ିକୁ ସ୍କାମ କଲ୍ ତାଲିକାରେ ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଇଛି, ଯାହାଫଳରେ ଆଉ ଫ୍ରଡ କଲ୍ ମୋବାଇଲ ନମ୍ବରକୁ ଆସିବ ନାହିଁ। ସୁଭଦ୍ରା ଟଙ୍କାକୁ ନେଇକି ବଡ ଅପଡେଟ। ଏଣିକି ସୁଭଦ୍ରା ଟଙ୍କାରେ ବାଦ ପଡିଲେ 60 ବର୍ଷ ଯେଉଁମାନଙ୍କୁ ହୋଇଛି ସେମାନେ ଭତ୍ତାରେ ସାମିଲ ହେବେ। ଯେଉଁମାନଙ୍କୁ ବାଦ ପଡିଯାଇଛି ସେମାନେ ଭତ୍ତା ପାଇଁକି ଆବେଦନ କରନ୍ତୁ। ତେବେ ଭତ୍ତା ପାଇଁକି ଆବେଦନ କଲେ ପ୍ରତି ମାସରେ ତାଙ୍କୁ ଭତ୍ତା ଟଙ୍କା ମିଳିବ। ସୁଭଦ୍ରାରୁ ସେମାନେ ବାଦ ପଡିଲେ ପାଖାପାଖି 2 ଲକ୍ଷ ବାଦ ପଡିଛନ୍ତି। ତେବେ ଯେଉଁମାନଙ୍କୁ ଏବେ 21 ବର୍ଷ ହୋଇଛି ସେମାନେ ପୋର୍ଟାଲ ଖୋଲା ଅଛି, ଆବେଦନ ମଧ୍ୟ କରିପାରିବେ, ଯାହାଫଳରେ ସୁଭଦ୍ରା କିସ୍ତି ଏକା ସାଙ୍ଗରେ ମଧ୍ୟ ପାଇପାରିବେ। ତା ସହିତ ଏସଏଚଜି ମହିଳାଙ୍କୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳୁଛି ବିନା ସୁଧରେ। ସରକାର ଲକ୍ଷ୍ୟ ରଖିଛନ୍ତି କିଭଳି ମହିଳାମାନେ ସ୍ୱାବଲମ୍ବୀ ଆତ୍ମନିର୍ଭରଶୀଳ ହେବେ। ଏପର୍ଯ୍ୟନ୍ତ ରାଜ୍ୟରେ ପାଖାପାଖି 8 ଲକ୍ଷ ମହିଳା ଲକ୍ଷପତି ଦିଦି ବନି ସାରିଲେଣି। ଆହୁରି ମଧ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି 25 ଲକ୍ଷ ମହିଳା ଲକ୍ଷପତି ଦିଦି କିଭଳି ବନିବେ ସେ ନେଇକି ପ୍ରୋତ୍ସାହିତ ରାଶି ମଧ୍ୟ ଦଉଛନ୍ତି। ଏପଟେ ମୋଦି ସରକାର ଘୋଷଣା କରିଛନ୍ତି ଉଦ୍ୟୋଗପତି ମାନଙ୍କ ପାଇଁ ଏମଏସଏମଇ ଯୋଜନା ମାଧ୍ୟମରେ 10 ଲକ୍ଷ ପରିବର୍ତ୍ତେ 20 ଲକ୍ଷ ବୃଦ୍ଧି କରିଛନ୍ତି, ଯାହାଫଳରେ ଯେଉଁମାନେ ଉଦ୍ୟୋଗପତି ବିଜନେସମ୍ୟାନ ସେମାନେ ମଧ୍ୟ ଋଣ ନେଇପାରିବେ। ପରବର୍ତ୍ତୀ ଖବର ହଉଛି ପିଏମ କିଷାନ ଟଙ୍କାକୁ ନେଇ ବଡ ଅପଡେଟ। ପିଏମ କିଷାନର ମଧ୍ୟ 21ତମ କିସ୍ତି ମିଳିବା ପାଇଁ ଯାଉଛି। ଖୁବ ଜଲ୍ଦି 21ତମ କିସ୍ତି ମିଳିବ। ସରକାର ବର୍ଷକୁ 6,000 ଟଙ୍କା ଚାଷୀ ମାନଙ୍କୁ ଦଉଛନ୍ତି। ପ୍ରତି 4 ମାସକୁ ଥରେ 2,000 ଟଙ୍କା ମିଳୁଛି। ଯେଉଁମାନଙ୍କୁ 20ତମ କିସ୍ତି ମିଳିନି ତୁରନ୍ତ ଇ କେୱାଇସି କରିଦିଅନ୍ତୁ, ଯାହାଫଳରେ 2ଟି କିସ୍ତି ଏକା ସାଙ୍ଗରେ ମଧ୍ୟ ମିଳିବ।
ଭତ୍ତା ଟଙ୍କାକୁ ନେଇକି ବଡ ଅପଡେଟ ଏଣିକି ଭତ୍ତା ଟଙ୍କା ମଧ୍ୟ ସରକାରୀ ସ୍ତରରେ 3% ବୃଦ୍ଧି ହୋଇଛି। ଏପଟେ ସରକାର କହିଛନ୍ତି 60 ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ମିଳିବ ଅଧିକ, ତା ସହିତ ମଧ୍ୟ 80 ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ଅଙ୍ଗନବାଡି କର୍ମୀମାନେ ଭେରିଫିକେସନ କରିବେ। ଯୋଉମାନେ ଯୋଗ୍ୟ ଥିବେ ତାଙ୍କୁ 3,500 ମିଳିବ। ଦିବ୍ୟାଙ୍ଗ ମଧ୍ୟ ସାମିଲ ରହିବେ 3,500 ପ୍ରତ୍ୟେକ ଲୋକଙ୍କୁ ମିଳିବ ଯେଉଁମାନେ ପ୍ରକୃତରେ ଯୋଗ୍ୟ ବୋଲି ସରକାର କହିଛନ୍ତି। ଗାଁ ଗାଁ ଗହଳିରେ କିଛି ଲୋକ ଏପର୍ଯ୍ୟନ୍ତ ଭତ୍ତା ଟଙ୍କା ପାଉନାହାନ୍ତି, ସେ ନେଇକି ମଧ୍ୟ ଏବେ ଭେରିଫିକେସନ ହେବ। କିଛି ଅଯୋଗ୍ୟ ହିତାଧିକାରୀ ଜାଲ ଡକୁମେଣ୍ଟ ଦେଇ ଭତ୍ତା ହାତଉଥିଲେ, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ। ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର। ଖବରଟି ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ।